ଆଜ୍ଞା ସାର୍, ଆମେ ସାର୍ ଧଉଳିରୁ ସାର୍ ଫେରୁଥିଲୁ। ଆମେ ସାର୍ ଏଇ ଯୋଉ 2ଟା 3ଟା ବେଳକୁ ଯାଇଥିଲୁ ଧଉଳି ବୁଲିବା ପାଇଁ। ଧଉଳି ବୁଲିକି ସାର୍ ଆମେ ଆସୁଥିଲୁ, ସନ୍ତ ବିହାର ଦେଇକି ଆସୁଥିଲୁ ସାର୍। ସେତେବେଳେ ଏଇ ଆମର ମିନିମମ୍ 6:30ରୁ 7ଟା ପାଖାପାଖି ହେଇଥିଲା। ଆମେ ଆସିଲା ବେଳୁ ସେ ଦି ଜଣ ପିଲା ସେ ଯୋଉ ନଈ ବନ୍ଧଟା ଅଛି ସେଇଠି ସାର୍ 2 ଜଣ ଥିଲେ ସାର୍। ଆମେ ସାର୍ ଆସିଲା ବେଳୁ ସେ ହଠାତ୍ କିନା ସାର୍ ଆମ ସାମ୍ନାକୁ ପଳେଇ ଆସିଲେ। ଆମେ ହଠାତ୍ ସାର୍ ଏବେ ଆମେ ସାର୍ ବାଇକ୍ଟା କଟ୍ କାଟି ଯାଉଥିଲୁ, ସେ ଆମ ସାମ୍ନାକୁ ଆସିଲେ। ଆମେ ହଠାତ୍ କିନା ସାର୍ ବ୍ରେକ୍ ମାରିଲୁ, ସେ ଆସିକି ଆମ ଚାବି ବନ୍ଦ କରିଦେଲେ। ସେ କହିଲେ କି ଆମକୁ ପଇସା ଦିଅ, ଆମେ ତମକୁ ଛାଡ଼ିବୁନି। ଆମେ ସାର୍ କହିଲୁ ଆମ ପାଖରେ ସାର୍ ପଇସା ନାହିଁ, ଆମ ପାଖରେ କିଛି ନାହିଁ, ଭାଇ ଦେଖିଦିଅନ୍ତୁ କିଛି ନାହିଁ। ସେ କହିଲେ କି ନାଇଁ ତମ ପାଖରେ ଠିକ୍ ପଇସା ଅଛି, ତମ ଘର ଲୋକକୁ ଫୋନ୍ କର, ନହେଲେ ଆମେ ପୋଲିସକୁ ଫୋନ୍ କରିବୁ, ତମକୁ ଛାଡ଼ିବୁନି। ତମ ଘର ଲୋକ କୁହ ଏବେ 50,000 ନା 1,00,000 ଟଙ୍କା ଛାଡ଼ିବେ, ତାହେଲେ ଆମେ ଛାଡ଼ିବୁ, ନହେଲେ ଛାଡ଼ିବୁନି। ତାପରେ ସାର୍ ଆମେ ଯେତେବେଳେ ମନା କଲୁ ସାର୍ ତ ଘରେ ଫୋନ୍ କରନ୍ତୁନି, ପୋଲିସକୁ କୁହନ୍ତୁନି, ସେ ତାପରେ ସାଙ୍ଗେ ସାଙ୍ଗେ ଗାଡ଼ି ଚାବି ସାର୍ ବନ୍ଦ କରିକି ଗାଡ଼ି ଚାବିଟା ସାର୍ ନେଇଗଲେ, ପକେଇଦେଲେ ସାର୍। ଆଉ ସାର୍ ଆମକୁ 2 ଜଣ ପାଟିରେ ହାତ ଦେଇକି ଭିଟିକି ଭିତରକୁ ସାର୍ ନେଇକି ଗଲେ ଉଠେଇକିନା। ତାପରେ ସାର୍ ସେଇଠି ମତେ ସାର୍ ବାଡ଼େଇଲେ, ମୋର ରୂପା ଚେନ୍ ସାର୍ ନେଇଗଲେ, ମୋର ପର୍ସ ମୋ ଫୋନ୍ ସାର୍ ନେଇଗଲେ। ସେ ସାର୍ ସେଇଠି ନିର୍ଧୁମ ମତେ ବାଡ଼େଇଲେ। ତାପରେ ସାର୍ ଝିଅଟାକୁ କହିଲେ କି ତୋ ପାଖରେ ଯେତିକି ପଇସା ଅଛି ଦେ। ତାପରେ ସାର୍ ତା ସୁନା ଚେନ୍, ତା ଫୋନ୍ ସାର୍ ସବୁ ନେଇଗଲେ। ତାପରେ ସାର୍ ମତେ ସେଠି ବାଡ଼େଇଲେ, ମୋ ଗଞ୍ଜି ସାର୍ ସବୁ ଚିରାଚିରି କରିକିନା ସାର୍ ମତେ ସେଠି କଣ୍ଟା ଗଛରେ ଶୁଆଇ ଦେଇକି ମତେ ସାର୍ ସେଠି ବାଡ଼େଇଲେ। ତାପରେ ସାର୍ ଝିଅକୁ ସାର୍ କଣ କରି ଭିଡ଼ି ସାର୍ ଭିତରକୁ ସାର୍ ନେଇକି ଯାଉଥିଲେ। ମୁଁ ସାର୍ ଯେତେବେଳେ ଦେଖିଲି, ମୁଁ ତାଙ୍କୁ ଯେତେବେଳେ ସାର୍ ରିକ୍ୱେଷ୍ଟ କଲି, ସେ ସାର୍ ଜମା ଶୁଣିଲେ ନାହିଁ ସାର୍, ଭିତରକୁ ନେଇ ତାପରେ ମୋ ମୁହଁ ଉପରେ ସାର୍ କଣ କଲେ, ପଥର ରଖିଥିଲେ ଆଉ ଗଞ୍ଜିଟା ମୋ ମୁହଁରେ ଘୋଡ଼େଇ ଦେଲେ। କହିଲେ କି ତୁ ଏଠି ପାଟି ଚୁପ୍ କରି ବସ, ନହେଲେ ପଥରରେ ତୋ ମୁଣ୍ଡକୁ ପିଟି ଦେବୁ। ତାପରେ ସାର୍ ଠିକ୍ ତା 5-10 ମିନିଟ୍ ପରେ ସାର୍ ଝିଅଟା ସାର୍ ଚିଲେଇଲା, କହିଲା କି ଭାଇ ମୋତେ ଛାଡ଼ିଦିଅ ଏମିତି କରନି ସାର୍। ସେ ତାପରେ ହଠାତ୍ କିନା ତା ପାଟି ବନ୍ଦ ହେଇଗଲା ସାର୍। ତାପରେ 15-20 ମିନିଟ୍ ସାର୍ ପରେ ମତେ ତା ଭିତରେ ତାପରେ ତାଙ୍କ ଭିତରେ କିଏ ଗୋଟେ ଡାକିଲା କି କଣ ସାର୍ ନାଁ ଡାକିଲା। ତାପରେ ସାର୍ ସେ ମତେ ସାର୍ ଭିତରକୁ ନେଇଗଲେ। ସେତେବେଳେ ସାର୍ ଦେଖିଲାରୁ ସାର୍ ସେ ବିନା ଡ୍ରେସ୍ ଥିଲା। ତାପରେ ସାର୍ ତା ଡ୍ରେସ୍ ତାକୁ ଦେଇଥିଲେ। ତାପରେ କହିଲେ କି ଯେ ଏଇ କଥା ଯେ ତମେ କାହାକୁ ବି ସାର୍ କହିଲ, ତାହେଲେ ତମର ଏଇ ଭିଡ଼ିଓ ଆମେ ଭାଇରାଲ୍ କରିଦେବୁ। ସାର୍ ଟୋଟାଲ୍ 5 ଜଣ ଥିଲେ ସାର୍। ବାକି 3 ଜଣ ସାର୍ ଭିତରେ ଥିଲେ। ନା ସାର୍ ବାନ୍ଧିଲେନି ସାର୍, ଆମ ଭିଡ଼ିକିନା ଭିତରୁ ନେଇକି ଆମ ପାଟି ବନ୍ଦ କରି ସାର୍ ଆମକୁ ବାଡ଼େଇଲେ। ନା ସାର୍ ତାକୁ ସେ ଭିତରକୁ ସାର୍ ନେଇଗଲେ। ଆଉ ବି ନା ସାର୍ 3 ଜଣ। ସାର୍ ସେଇଥିରୁ ଜଣିଏ ସାର୍ ସାର୍ ମୋ ପାଖରେ ଠିଆ ହେଇଥିଲା, ମତେ କହିଲା କି ତୁ ଏଇଠି ଯୋଉ ଉଠିକି ମାନେ ପଚାରୁଛି। ଆଉ ଗୋଟେ ସାର୍ ବାଡ଼େଇକିନା ସେ ଝିଅଟା ପାଖରେ ସାର୍ ଥିଲା। ଆଜ୍ଞା ସାର୍, ତା ଭିତରେ ଖାଲି ସାର୍ ଜଣିଏ ପଡ଼ିଛି, ଆଉ ସାର୍ 2 ଜଣ ଧରା ପଡ଼ିନାହାନ୍ତି। ଆଜ୍ଞା ସାର୍, ତା ଭିତରେ ଜଣିଏ ସାର୍ କହିଥିଲା ଭିଡ଼ିଓ ସୁଟ୍ କରୁଛି ବୋଲି ସାର୍, ଝିଅଟା ବି ସାର୍ କହୁଥିଲା। ନା ସାର୍ ସେଇଟା ତ ଆମେ ସାର୍ ଜାଣିନୁ ଲେକିନ୍ ସେ ହଠାତ୍ କିନା ଆସି ସେ ସାର୍ କହିଲେ କି ମତେ ଆମକୁ ପଇସା ଦିଅନ୍ତୁ। ସେ ସାର୍ ନିଶା ଅବସ୍ଥାରେ ଥିଲେ, ସେ ଏତେ ସାର୍ କହିଲେ କି ଆମକୁ ପଇସା ଦିଅନ୍ତୁ। ଛୋଟ ଛୁଆ ଆମେ ଯାଉଛୁ, ଆମେ କିଛି କରିପାରୁନୁ, ଏବେ ଆମକୁ ସାର୍ ରଖିକିନା ଆମକୁ ପଇସା ମାଗିଛନ୍ତି। ସାର୍ ମୁଁ ଶୁଣିଛି ଅଟୋ କି ଗୋଟେ ଟ୍ରକ୍ ଆଉ କାର୍ ଯାଉଥିଲା ସାର୍। ମୁଁ ସାର୍ ଚିଲେଇଥିଲି ମଝିରେ, ସେ ମତେ ବାଡ଼େଇଲା ସମୟରେ ମୁଁ ଚିଲେଇଥିଲି ସାର୍। କେଜାଣି ସାର୍ ମୁଁ ଜାଣିନି ସେ ଶୁଣିଛନ୍ତି କି ନାହିଁ, ଲେକିନ୍ ସେ ସାର୍ ପଳେଇଲେ। ତାପରେ ସାର୍ ଛୁରୀ ଧରିଥିଲେ, ତାପରେ ଯାଇକି ପଥର ସାର୍ ନେଇକି ଆସିଲେ। ସାର୍ ମତେ ସାର୍ ଯେତିକି ଲାଗୁଥିଲା ଆଙ୍କର ସାର୍ ଲୁଟ୍ କରିବାର ଥିଲା ଆଉ ଦୁଷ୍କର୍ମ କରି ଆମକୁ ମାରିଦେବାର ଇଚ୍ଛା ଥିଲା। ସାର୍ ତାଙ୍କର ସାର୍ ଗୋଟେ ବୁଲେଟ୍ ସାର୍ ମୁଁ ଦେଖିଥିଲି ସାର୍, ଅନ୍ଧାରରେ ଗଲେ ବୁଲେଟ୍ ଆଉ ଗୋଟେ ହିରୋ ହଣ୍ଡା ଆଉ ଗୋଟେ ସାର୍ ଓଲା ବ୍ୟାଟେରୀ ସ୍କୁଟି ଥିବ। ନା ସାର୍ ତାପରେ ସେମାନେ ସାର୍ ଡରେଇକିନା ସାର୍ ଚାବିଟା ମୁହଁରେ ଫୋପାଡ଼ି ଦେଲେ। କହିଲେ କି ତମେମାନେ ଘରକୁ ଯାଅ, ଆଉ କଥା ଯେ କାହାକୁ କହିଲ ତାହେଲେ ଆମେ ଭିଡ଼ିଓ ଭାଇରାଲ୍ କରିଦେବୁ। ନା ସାର୍ ଆମକୁ ଗାଡ଼ି ଚାବି ଫୋପାଡ଼ି ଦେଲେ, କହିଲେ କି ଯାଅ ଘରକୁ ଯାଅ। ତାପରେ ସାର୍ ଆମେ ସେଇଠୁ ଘରକୁ ସାର୍ ପଳେଇ ଆସିଲୁ। ସାର୍ ଗାଡ଼ିରେ ଆସିଲୁ। ଆଜ୍ଞା, ଆମେ ସାର୍ ଝିଅ ସାର୍ ଡରିକିନା ମନା କଲେ। ସେ ଯେତେବେଳେ କହିଲେ ଭିଡ଼ିଓ ଭାଇରାଲ୍ କରିଦେବୁ, ଏତେ ସାର୍ ଝିଅ ଡରିକିନା ମନା କଲା କହିବନି ବୋଲି। ସାର୍ ମୁଁ ସାର୍ ଚାହୁଁଛି ତାଙ୍କୁ ଏମିତି ସାର୍ ଦଣ୍ଡ ମିଳୁ କି ଯେମିତି ତାଙ୍କ ଖାନଦାନ ସମେତ ଧରି ଆଉ ବାହାରେ ଯେତିକି ଲୋକ ଅଛନ୍ତି ସମେତେ ଭାବିବେ କି ଏମିତି କଲାରୁ 100 ଥର ଭାବିବା କଥା ସାର୍। ତାଙ୍କର ଘରେ କି ମା ଭଉଣୀ ସାର୍ କି ନାହାନ୍ତି, ସେ ଏମିତି ଭାବିବା କଥା କି ଏମାନେ ଯାଉଛନ୍ତି, ଆମେ ନିଶା ଅବସ୍ଥାରେ ସାର୍ ଯୋଉ କରୁଛୁ, ଏମାନେ କାହିଁ କରୁଛନ୍ତି ସାର୍। ମୁଁ ଚାହୁଁଛି ଆଙ୍କୁ ଦଣ୍ଡ ମିଳେ, ଆଙ୍କୁ ଫାଶୀ ମିଳିବା ଦରକାର ସାର୍। ଆଙ୍କୁ ମୁହଁରେ କୋଳା ବୋଳିକି ଆଙ୍କୁ ରାସ୍ତା କରି ପିଟିବା କଥା। ଆଜ୍ଞା ସାର୍, ଏବେ ସେ କୋଅପରେଟ୍ କରୁଛନ୍ତି ସାର୍। ସେ ସାର୍ 2 ଜଣ ଧରା ପଡ଼ିଛନ୍ତି, ଆଉ 3 ଜଣ ସେ କହିଛନ୍ତି ଆମେ 3-4 ଦିନ ଭିତରେ ତାଙ୍କୁ ଖୋଜିକି ଆଣିବୁ।